ଜୟ ଯୀଶୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ମୋର ଅତି ପ୍ରିୟ ଭାଇ ଓ ଭଉଣୀମାନେ, ଆସନ୍ତୁ ଆମେମାନେ ଶୁଣିବା ମାର୍କୋଙ୍କ ସୁସମାଚାର ଅଧ୍ୟାୟ 8 ପଦ ସଂଖ୍ୟା 18ରୁ। ଯୀଶୁଙ୍କର ଆଗାମୀ ଅନୁସରଣକାରୀ। ଯୀଶୁ ତାହାଙ୍କ ଚତୁଃପାର୍ଶ୍ୱରେ ଜନଗହଳି ଦେଖି ଆର ପାରିକୁ ଯିବା ପାଇଁ ଆଦେଶ ଦେଲେ। ସେତେବେଳେ ଜଣେ ଧର୍ମଶାସ୍ତ୍ରୀ ତାହାଙ୍କୁ କହିଲେ, ଗୁରୁ, ଆପଣ ଯେଉଁ ସ୍ଥାନକୁ ଯିବେ ମୁଁ ଆପଣଙ୍କ ଅନୁଗମନ କରିବି। ଯୀଶୁ ତାକୁ କହିଲେ, କୋକିଶାଳୀମାନଙ୍କର ଗର୍ତ୍ତ ଅଛି, ଆକାଶର ପକ୍ଷୀମାନଙ୍କର ବସା ଅଛି, କିନ୍ତୁ ମନୁଷ୍ୟ ପୁତ୍ରର ମୁଣ୍ଡ ଗୁଞ୍ଜିବା ପାଇଁ କୌଣସି ସ୍ଥାନ ନାହିଁ। ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାକୁ କହିଲେ, ପ୍ରଭୁ, ପ୍ରଥମେ ଯାଇ ମୋର ପିତାଙ୍କୁ ସମାଧି ଦେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ। ଯୀଶୁ ତାକୁ କହିଲେ, ତୁମେ ମୋର ଅନୁସରଣ କର। ମୃତମାନେ ସେମାନଙ୍କର ମୃତମାନଙ୍କୁ ଖବର ଦିଅନ୍ତୁ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଯୀଶୁଙ୍କ ଜଣେ ଶିଷ୍ୟ ହେବା ପାଇଁ ଜଣେ ବ୍ୟକ୍ତି ଆଗକୁ ଆସୁଛି। ସେ ସିଧା ଯୀଶୁଙ୍କୁ କହୁଛି, ଗୁରୁ, ଆପଣ ଯେଉଁ ସ୍ଥାନକୁ ଯିବେ ମୁଁ ଆପଣଙ୍କ ଅନୁଗମନ କରିବି। ଆମ ଜୀବନରେ ମଧ୍ୟ ନିଶ୍ଚୟ ସଦାପ୍ରଭୁଙ୍କୁ ଆମେ ଏହା କହୁଛୁ, ପ୍ରଭୁ ଯେଉଁ ଆଡ଼େ ତୁମର ଜଣେ ଭଲ ଶିଷ୍ୟ ହେଇକି ରହିବାକୁ ମୁଁ ପ୍ରସ୍ତୁତ। ହେଲେ ପ୍ରଭୁ ଆମ୍ଭମାନଙ୍କୁ କହୁଛନ୍ତି, ସତରେ ତାର ହିସାବ ସବୁ ତୁମେ ଭଲରେ କରିଛ କି? ମୋର ଜଣେ ଶିଷ୍ୟ ହେବା ମାନେ କ'ଣ? ମୋତେ ଅନୁସରଣ କରିବା ମାନେ କ'ଣ? ପ୍ରଭୁ ସ୍ପଷ୍ଟ ଭାବରେ ଆମ୍ଭମାନଙ୍କୁ କହୁଛନ୍ତି। ତାହା ଏହି ବାକ୍ୟ 20ରେ, କୋକିଶାଳୀମାନଙ୍କର ଗର୍ତ୍ତ ଅଛି ଆଉ ଆକାଶର ପକ୍ଷୀମାନଙ୍କର ବସା ଅଛି, କିନ୍ତୁ ମନୁଷ୍ୟ ପୁତ୍ରଙ୍କର, ଯୀଶୁଙ୍କର, ଯେଉଁମାନେ ତାକୁ ଅନୁସରଣ କରିବେ ସେମାନଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ କୌଣସି ସ୍ଥାନ ନାହିଁ। ପ୍ରଭୁ ସ୍ପଷ୍ଟ ଭାବରେ କହୁଛନ୍ତି, ମାନେ ତୁମମାନେ ସମସ୍ତେ ମୋତେ ଅନୁସରଣ କର, ମୁଁ ତୁମମାନଙ୍କୁ ଏଇଟା ଦେବି ସେଇଟା ଦେବି ବୋଲି ପ୍ରଭୁ କହିନାହାନ୍ତି। ତାଙ୍କ ଜୀବନୀରେ ତାହା ହିଁ ଘଟୁଥିଲା। ଶୁଣିବା ଲୁକଙ୍କ ସୁସମାଚାର ଅଧ୍ୟାୟ 23 ପଦ ସଂଖ୍ୟା 32ରୁ। ଯୀଶୁଙ୍କ ସହ ପ୍ରାଣଦଣ୍ଡ ପାଇଥିବା ଅନ୍ୟ 2 ଜଣ ଅପରାଧୀଙ୍କୁ ମଧ୍ୟ ତାଙ୍କ ସହିତ ନିଆଗଲା। ସେମାନେ କପ୍ରି ନାମକ ସ୍ଥାନରେ ପହଞ୍ଚି ସେଠାରେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ ଏବଂ ସେହି ଅପରାଧୀମାନଙ୍କ ମଧ୍ୟରୁ ଜଣକୁ ତାଙ୍କ ଡାହାଣ ପାର୍ଶ୍ୱରେ ଓ ଅନ୍ୟ ଜଣକୁ ତାଙ୍କର ବାମ ପାର୍ଶ୍ୱରେ କ୍ରୁଶରେ ଚଢ଼ାଇଲେ। 2 ଜଣ ଚୋରମାନଙ୍କ ମଧ୍ୟରେ ବଡ଼ ଚୋର ପରି ଯୀଶୁଙ୍କର ସ୍ଥାନ, ତାହା ହିଁ ସେମାନେ ତାକୁ ଦେଲେ। ତାପରେ ଯୀଶୁ କହିଲେ, ହେ ପିତା, ସେମାନଙ୍କୁ କ୍ଷମା କର, କାରଣ ସେମାନେ କ'ଣ କରୁଛନ୍ତି ତାହା ଜାଣନ୍ତି ନାହିଁ। ସେମାନେ ଗୁଳା ପକାଇ ତାଙ୍କର ବସ୍ତ୍ରକୁ ଭାଗ କରିଦେଲେ। ହେଲେ ଯାହା ଯୀଶୁ କହୁଥିଲେ, ମନୁଷ୍ୟ ପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ କୌଣସି ସ୍ଥାନ ନାହିଁ। ଯୀଶୁଙ୍କ ଜୀବନୀରେ ତାହା ହିଁ ଆମେ ଦେଖୁଛୁ। ଟିକେ ଶାନ୍ତିରେ, ମାନେ ଶଯ୍ୟାରେ ରହି ମରିବା ପାଇଁ ମଧ୍ୟ ନାହିଁ। ପ୍ରଭୁଙ୍କୁ ଚାନ୍ସ ମିଳିଲା ନାହିଁ। ଏହା ଆମେ ଭଲରେ ଜାଣିବା। ତାପରେ ଆହୁରି ଦେଖୁଛୁ, 2 ଜଣ ଚୋରମାନଙ୍କ ମଧ୍ୟରେ ଥିଲା ତାଙ୍କର ସ୍ଥାନ। ଆହୁରି ସେମାନେ ଗୁଳା ପକାଇ ତାଙ୍କର ବସ୍ତ୍ରକୁ ଭାଗ କରିଦେଲେ, ମାନେ ପୁରାପୁରି ଉଲଗ୍ନ ଅବସ୍ଥାରେ।
ଯୀଶୁ ସ୍ପଷ୍ଟ ଭାବରେ ଯେଉଁ ବ୍ୟକ୍ତି ତାକୁ ଅନୁଗମନ କରିବା ପାଇଁ ଆଗକୁ ଆସୁଛି, ସ୍ପଷ୍ଟ ଭାବରେ ଯୀଶୁ ତାକୁ ପଚାରୁଛନ୍ତି, ମୋର ଅନୁସରଣ କରିବା ମାନେ କ'ଣ? ତୁମେ ଭଲରେ ବୁଝୁଛ କି? ମାନେ ଜଣେ ଖ୍ରୀଷ୍ଟିଆନ ହେବା ତା ପାଇଁ କେଉଁ ପ୍ରକାର ଗୋଟେ ଦାମ ଆମେ ଦେବାକୁ ପଡ଼ିବ, ଏହା ତୁମେ ଭଲରେ ବୁଝୁଛ କି? ଯୀଶୁ ସ୍ପଷ୍ଟ ଭାବରେ ପଚାରୁଛନ୍ତି। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ପ୍ରେରିତମାନଙ୍କୁ ଯେତେବେଳେ ଯୀଶୁ ଡାକୁଥିଲେ, ବିଶେଷ କରି ମାର୍କୋଙ୍କ ସୁସମାଚାର ଅଧ୍ୟାୟ 4 ପଦ ସଂଖ୍ୟା 18 ପିତରକୁ, ଆନ୍ଦ୍ରେୟଙ୍କୁ, ଜହନଙ୍କୁ, ଯାକୋବକୁ ଯୀଶୁ ଡାକିଲେ ମୋର ଅନୁସରଣ କର। ସେମାନେ କିଛି ଛାଡ଼ିଲେ କି? ୟେସ୍। ମାର୍କୋଙ୍କ ସୁସମାଚାର ଅଧ୍ୟାୟ 4 ପଦ ସଂଖ୍ୟା 18 ଆମେ ଶୁଣିବା। ଯୀଶୁ ଗଲିଲର ସମୁଦ୍ର କୂଳରେ ଯାଉଥିବା ସମୟରେ ସିମୋନ ଯାହାଙ୍କ ନାମ ପିତର ଓ ତାହାଙ୍କର ଭାଇ ଆନ୍ଦ୍ରେୟ ସମୁଦ୍ରରେ ଜାଲ ପକାଇଥିବା ଦେଖିଲେ, କାରଣ ସେମାନେ ଧୀବର ଥିଲେ। ଯୀଶୁ ସେମାନେ କହିଲେ, ମୋର ଅନୁସରଣ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି। ସେଇ କ୍ଷଣି ସେମାନେ ଜାଲ ଛାଡ଼ି ଯୀଶୁଙ୍କୁ ଅନୁସରଣ କଲେ। ଟିକେ ଆଗକୁ ଯାଇକି ଯାକୋବ ଆଉ ଜହନକୁ ଡାକିଲେ, ଆଉ ତତ୍କ୍ଷଣାତ୍ ସେମାନେ ନୌକା ଆଉ ଆପଣା ପିତାଙ୍କୁ ଛାଡ଼ି ଯୀଶୁଙ୍କୁ ଅନୁସରଣ କଲେ। ମାନେ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଯୀଶୁ ଆମେ ପ୍ରତ୍ୟେକ ଜଣକୁ ଡାକୁଛନ୍ତି, ଆସ। କିନ୍ତୁ ପ୍ରଭୁଙ୍କ ନିକଟକୁ ଆମେ ଯିବା ବେଳେ ସର୍ବସ୍ୱ ତ୍ୟାଗ କରିବାକୁ ପଡ଼ିବ। ଏଥିରେ କୌଣସି ସନ୍ଦେହ ନାହିଁ। ମାନେ ଯୀଶୁଙ୍କର ଶିଷ୍ୟ ହେବା, ସ୍ୱର୍ଗ ରାଜ୍ୟର ବିସ୍ତାର ପାଇଁ ନିଜ ଜୀବନ ଉତ୍ସର୍ଗ କଲାବେଳେ ସେ ଚାହାନ୍ତି ଆମେ ପୁରାପୁରି 100% ଆମର ଆଶା ଭରସା ସେ ପ୍ରଭୁଙ୍କଠାରେ ଆମେ ରଖିବା ଦରକାର। ଯେତେବେଳେ ଯୀଶୁ ଦ୍ୱାଦଶ ପ୍ରେରିତମାନଙ୍କୁ ସେମାନଙ୍କର ମିଶନରେ ପଠାଇଲେ, ଯୀଶୁ ସେମାନଙ୍କୁ ଦେଇଥିବା ଉପଦେଶରୁ ପଦେ ଅଧେ ଆମେ ଶୁଣିବା। ମାର୍କୋଙ୍କ ସୁସମାଚାର ଅଧ୍ୟାୟ 10 ପଦ ସଂଖ୍ୟା 9 ଆଉ 10। ତୁମ୍ଭମାନଙ୍କ ଥଳିରେ ସୁନା କିମ୍ବା ରୂପା କିମ୍ବା ତମ୍ବା ନିଅ ନାହିଁ। ଯାତ୍ରା ନିମନ୍ତେ ମୁଣି କିମ୍ବା 2ଟି ପୋଷାକ କିମ୍ବା ପାଦୁକା କିମ୍ବା ଯଷ୍ଟି ନିଅ ନାହିଁ, କାରଣ ଶ୍ରମିକ ତାହାର ଆହାର ପାଇବା ପାଇଁ ଯୋଗ୍ୟ। ଯେଉଁ ସଦାପ୍ରଭୁ ଆମ୍ଭମାନଙ୍କୁ ଡାକୁଛନ୍ତି, ସ୍ୱର୍ଗ ଓ ମର୍ତ୍ତ୍ୟ ସ୍ରଷ୍ଟା ସର୍ବଶକ୍ତିମାନ ସଦାପ୍ରଭୁ, ଆମେ ଯେତେବେଳେ ତାଙ୍କର କାମରେ ଆମେ ଲାଗି ପଡ଼ିବୁ, ଆମ୍ଭମାନଙ୍କୁ ଯାହା ସବୁ ଦରକାର ସବୁ ସେହି ସଦାପ୍ରଭୁ ଦେବେ। ଯେତେବେଳେ ପ୍ରଭୁଙ୍କଠାରେ ଆମେ ଏମିତି ଆହ୍ୱାନ ଆମେ ମିଳିବୁ, ଆମର ଗୋଟେ ପ୍ରଲୋଭନ ଅଛି, ହଁ କରିବା, ଆଜି ନାହିଁ କାଲି। ଶୁଣିବା। ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାକୁ କହିଲେ, ପ୍ରଭୁ ପ୍ରଥମେ ଯାଇ ମୋର ପିତାଙ୍କୁ ସମାଧି ଦେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ। ମାନେ କ'ଣ? ତାଙ୍କର ବାପାଙ୍କର ମୃତ୍ୟୁ ହେଇଛି କି? କଫିନ୍ ବକ୍ସ କିଣିବା ପାଇଁ ବାବୁ ବାହାରିଲେ, ସେତେବେଳେ ଏକା ଏହି ଶିକ୍ଷା ଶୁଣିକି ରାସ୍ତାରେ ସେ ରହିଲେ କି? ଜମା ନାହିଁ। ସେ କହୁଛନ୍ତି ବର୍ତ୍ତମାନ ମୋର ବାପାଙ୍କର ସ୍ୱାସ୍ଥ୍ୟ ଭଲ ଅଛି, ବାପା ବୃଦ୍ଧ ହେବେ, ମୃତ୍ୟୁ ହେବେ, ତାପରେ ମୁଁ ତାଙ୍କୁ ସମାଧି ଦେବି, ତାପରେ ମୁଁ ଆସିବି। ପ୍ରଭୁ ଆମ୍ଭମାନଙ୍କୁ ଡାକିଲା ବେଳେ ବାରମ୍ବାର ଆମେ ଏହା କହୁଛୁ ନା, ମୋର ପାଠପଢ଼ା ଟିକେ ସରୁ, ଚାକିରି ଗୋଟିଏ ମିଳୁ, ବାହା ହଉ, ପିଲା ହଉ, ସେମାନଙ୍କର ବାହା ହଉ, ନାତି ନାତୁଣୀ ହଉ, ଏ ଜବ୍ରୁ ଚାକିରିରୁ ଟିକେ ରିଟାୟାର ହଉ, ଗୋଟିଏ ପରେ ଗୋଟିଏ ଆମ୍ଭମାନଙ୍କୁ ଏକ୍ସକ୍ୟୁଜ୍ ଗୁଡ଼ିକ ଅଛି। କରିବି ପ୍ରଭୁ, ପରେ ଆସନ୍ତାକାଲି। ନାଇଁ, ପ୍ରଭୁ ଯୀଶୁ କ'ଣ କହିଲେ? ଯୀଶୁ କହିଲେ, ତୁମେ ମୋର ଅନୁସରଣ କର। ୟେସ୍, ମୃତମାନେ ଆଧ୍ୟାତ୍ମିକ ଭାବରେ ମୃତ୍ୟୁ ହେଇଥିବା ବ୍ୟକ୍ତିମାନେ, ସତ ଯେ ଖ୍ରୀଷ୍ଟିଆନ
ଜପତପ ପ୍ରାର୍ଥନା ଏଗୁଡ଼ିକ ପାଇଁ ବେଶୀ ଆଗ୍ରହ ନାହିଁ। ପାରିଶ ଗୁଡ଼ିକରେ ଖାଲି କିସ ନାଁ ଅଛି। ସେମାନେ ହିଁ ମୃତମାନେ, ସେମାନଙ୍କର ମୃତମାନଙ୍କୁ ଖବର ଦିଅନ୍ତୁ, ସେ କାମ ସେମାନଙ୍କୁ ଛାଡ଼ି ଦିଅନ୍ତୁ। ଏଗୁଡ଼ିକ ପାଇଁ କେତେଜଣ ବାହାରେ ଅଛନ୍ତି। ଯଦି ପ୍ରଭୁ ଆପଣଙ୍କୁ ଡାକୁଛନ୍ତି ପୁରାପୁରି 100% ପ୍ରଭୁଙ୍କ ପାଇଁ କାମ କରିବାକୁ ହେଲେ ଛାଡ଼ନ୍ତୁ, ଆସନ୍ତୁ ପ୍ରଭୁଙ୍କ ନିକଟକୁ। ତାହା ହିଁ ପ୍ରଭୁ ଆମ୍ଭମାନଙ୍କୁ କହୁଛନ୍ତି। ତେଣୁ ମୋର ଭାଇ ଓ ଭଉଣୀମାନେ, ମୋତେ ବର୍ତ୍ତମାନ ଶୁଣୁଥିବା ମୋର ଅତି ପ୍ରିୟ ଭାଇ ଭଉଣୀ, ଆଜି ପ୍ରଭୁ ଆପଣଙ୍କୁ ଡାକୁଛନ୍ତି, ମୋର ଅନୁସରଣ କର। ଆପଣଙ୍କର ଉତ୍ତର କ'ଣ? ଆମେନ୍। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ସର୍ବଶକ୍ତିମାନ ପରମେଶ୍ୱର ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ସମସ୍ତଙ୍କୁ ଜୟ ଯୀଶୁ।